ସେମିନାର ଓ ସିମ୍ପୋଜିୟମ ଆୟୋଜନ କରାଯାଇ ତହିଁରେ ସେମାନେ ବୈଜ୍ଞାନିକ ନିବନ୍ଧମାନ ମଧ୍ୟ ଉପସ୍ଥାପନ କରିଥାନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ବହୁ ବୈଜ୍ଞାନିକ ଦେଶ ଓ ଦେଶ ବାହାରୁ ନିମନ୍ତ୍ରିତ ହୋଇ ସେଠାରେ ସେମାନେ ବୈଜ୍ଞାନିକ ନିବନ୍ଧମାନ ଉପସ୍ଥାପନ କରିଥାନ୍ତି। ଓଡ଼ିଶାର ବିଭିନ୍ନ କଲେଜମାନଙ୍କରେ ପଦାର୍ଥ ବିଜ୍ଞାନ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକମାନଙ୍କୁ ରିଫ୍ରେସର କୋର୍ସ ମାଧ୍ୟମରେ ଏହି ଅନୁଷ୍ଠାନରେ ଉଚ୍ଚତର ପଦାର୍ଥ ବିଜ୍ଞାନ ଶିକ୍ଷା ପ୍ରଦାନ କରାଯାଇଥାଏ। ଏଠାରେ ଥିବା ପୁସ୍ତକାଗାରରେ ହଜାର ହଜାର ସଂଖ୍ୟାରେ ପଦାର୍ଥ ବିଜ୍ଞାନ ସମ୍ପର୍କୀୟ ଦେଶ ବିଦେଶର ପୁସ୍ତକମାନ ରହିଛି। ଏହି ପୁସ୍ତକାଗାରଟି ଦିନ ରାତି ସବୁବେଳେ ଖୋଲା ରୁହେ। ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର କମ୍ପ୍ୟୁଟର କେନ୍ଦ୍ରରେ ଅତ୍ୟାଧୁନିକ କମ୍ପ୍ୟୁଟର ମାନ ରହିଛି। ଗବେଷକ ତଥା ଛାତ୍ରମାନେ ଦିନ ରାତି ଏହି କେନ୍ଦ୍ରରେ କାର୍ଯ୍ୟ କରିଥାନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ୱରର ଆପଣ ପ୍ରଥମ ନିର୍ଦ୍ଦେଶକ ଥିଲେ। ଆପଣ କ'ଣ ସ୍ୱପ୍ନ ନେଇ, କ'ଣ ବାସ୍ତବତା ନେଇ, କ'ଣ ଆଭିମୁଖ୍ୟ ନେଇ ଅନୁଷ୍ଠାନଟି ଗଢ଼ିଥିଲେ ଏବଂ ତାହା ଆଜି ସଫଳକାମୀ ହୋଇପାରିছে ନା ନାହିଁ ସେ ବିଷୟରେ ଆମକୁ ଟିକେ ସମ୍ୟକ ସୂଚନା ଦିଅନ୍ତୁ। ଏହି ଅନୁଷ୍ଠାନଟି ସ୍ମଲ୍ ଇଜ୍ ବ୍ୟୁଟିଫୁଲ୍ କହିବାକୁ ଗଲେ ସେଇ ପ୍ରକାର ଅନୁଷ୍ଠାନ ହେଇଛି। ଆଉ ମୁଁ ସେଠିକି ଯାଉଛି ସବୁଦିନ ବସି, ମୁଁ ସେଠି ଯାଇକି ମୁଁ ରିସର୍ଚ୍ଚ କରେ। ତାର ଲାଇବ୍ରେରୀ ଯେଉଁ ରହିଛି, ଲାଇବ୍ରେରୀ ଫାର୍ଷ୍ଟ ରେଟ୍ ଲାଇବ୍ରେରୀ, ବାହାରୁ ଯେଉଁମାନେ ଆସୁଛନ୍ତି ସେମାନେ ମଧ୍ୟ କହୁଛନ୍ତି ଯେ ଏ ଲାଇବ୍ରେରୀ ଖୁବ୍ ଭଲ ଲାଇବ୍ରେରୀ। ସେଠି ମୁଁ ସବୁଦିନ ଯାଇ ମୁଁ ଆଲୋଚନା କରେ ବୈଜ୍ଞାନିକମାନଙ୍କ ସାଙ୍ଗରେ। ଲାଇବ୍ରେରୀରେ ମୋର କାମ କରେ। ସମସ୍ତଙ୍କୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି, ସମସ୍ତଙ୍କୁ ଆକୋମୋଡେସନ୍ ଦିଆଯାଇଛି ତା ଭିତରେ, କ୍ୟାମ୍ପସ୍ ଭିତରେ। କ୍ୟାମ୍ପସ୍ ଭିତରେ ମୁଁ ବହୁତ ଗଛ ଲଗେଇଛି। ଅନେକ କହୁଛନ୍ତି ଯେ 10,000 ଗଛ ଲାଗିଛି। ଓଡ଼ିଶା ବାହାରୁ ଦିଲ୍ଲୀ, ବମ୍ବେ, କଲିକତା ସବୁ ଜାଗାରୁ ମୁଁ ଗଛ ଆଣିକି ଲଗେଇଛି। ମୋର ସେଇଟା ହେଉଛି ପ୍ରଥମ ଫାର୍ଷ୍ଟ ଲଭ୍ ଯାହା କହନ୍ତି। ସୁତରାଂ ବର୍ତ୍ତମାନ ସେଟାକୁ ଦେଖିଲେ, ତାର ପରିବେଶ ଦେଖିଲେ ମଣିଷ ଖୁସି ହେଇଯିବ, ଭଲ ଲାଗିବ। ସୁତରାଂ ମୁଁ ଭାବୁଛି ଯେଉଁ ଉଦ୍ଦେଶ୍ୟରେ ହେଇଥିଲା ସେ ଉଦ୍ଦେଶ୍ୟ ଟିକେ ଆହୁରି ବେଶୀ ଆଗକୁ ଯାଗାଇ ଯାଇଛି। ବିଜ୍ଞାନକୁ ଲୋକପ୍ରିୟ କରିବା କ୍ଷେତ୍ରରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଭୂମିକା ଅନନ୍ୟ। ଫିଜିକ୍ସ ଓପନ୍ ଡିସ୍କସନ୍ POD କାର୍ଯ୍ୟକ୍ରମ ମାଧ୍ୟମରେ ବିଜ୍ଞାନକୁ ଲୋକପ୍ରିୟ କରିବା ଏକ ଅନନ୍ୟ ପ୍ରୟାସ। ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତିବର୍ଷ ସାଇନ୍ସ କୁଇଜ୍ ଏବଂ ସାଇନ୍ସ ମଡେଲ କଣ୍ଟେଷ୍ଟ ଆୟୋଜନ କରାଯାଇଥାଏ। ଜାତୀୟ ବିଜ୍ଞାନ ଦିବସ ମଧ୍ୟ ପ୍ରତିବର୍ଷ ଫେବୃଆରୀ ମାସ 28 ତାରିଖ ଦିନ ମହାସମାରୋହରେ ପାଳନ କରାଯାଇଥାଏ। 2006 ମସିହାରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ପରିସର ମଧ୍ୟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ବା ନାଇଜର ବୋଲି ଏକ ଜାତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ଶୁଭାରମ୍ଭ ହୋଇଛି। ବିଜ୍ଞାନକୁ ଲୋକପ୍ରିୟ କରିବାଠାରୁ ଆରମ୍ଭ କରି ବୈଜ୍ଞାନିକ ଜ୍ଞାନକୌଶଳର ଉପଯୋଗକୁ ବ୍ୟାପକ କରିବା ଦିଗରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାରଙ୍କ ସୀମିତ ସମ୍ବଳରୁ ସୃଷ୍ଟି ଏହି ଅନୁଷ୍ଠାନ ଆଜି ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରା ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ପ୍ରତୀକ ଭାବେ ଦଣ୍ଡାୟମାନ ହୋଇଛି।